ଜାଡ଼ରେ ଥରୁଛି ସାରା ରାଜ୍ୟ। ଅଧିକାଂଶ ସ୍ଥାନରେ ପାରଦ 15 ଡିଗ୍ରୀ ତଳେ ରହିଛି। ସୋମବାର ଉଦୟଗିରି ଓ କିରେଇ ସବୁଠୁ ଥଣ୍ଡା ସ୍ଥାନ ରହିଥିଲା। ତେବେ ଗୁରୁବାର କୋରାପୁଟ ସର୍ବନିମ୍ନ ତାପମାତ୍ରା ଛୁଇଁବ। ସେହିପରି ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ବି ଥରାଉଛି ଶୀତ। ଆହୁରି 2 ଦିନ ଏମିତି ଥରାଇବ ଶୀତ। ସକାଳୁ ସକାଳୁ କିଛି ସ୍ଥାନରେ କୁହୁଡ଼ି ପଡ଼ିବ। 20 ତାରିଖ ପରେ ଶୀତ କମିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ସେ ପୂର୍ବାନୁମାନ କରି କହିଛନ୍ତି, ଦକ୍ଷିଣ କେନ୍ଦ୍ରୀୟ ଉପକୂଳରେ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। ଦକ୍ଷିଣ ଆଭ୍ୟନ୍ତରୀଣ ବିଶେଷ କରି ଛତିଶଗଡ଼ ଓ ସୀମାବର୍ତ୍ତୀ ଜିଲ୍ଲାରେ 21 ଓ 22 ତାରିଖ 2 ଦିନ ଭିତରେ ରାତି ତାପମାତ୍ରା 2 ଡିଗ୍ରୀ ବଢ଼ିବ। ଏହା ପର 2 ଦିନ ଅର୍ଥାତ୍ 23ରୁ 24ରେ ଅପରିବର୍ତ୍ତିତ ରହିବ। ସେହିଭଳି ଉତ୍ତର ପୂର୍ବ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ 21, 22 ଓ 23 ତାରିଖ ଭିତରେ ତାପମାତ୍ରା 3 ଡିଗ୍ରୀ ବଢ଼ିବ। ପରବର୍ତ୍ତୀ 2 ଦିନ ଅପରିବର୍ତ୍ତିତ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଗଞ୍ଜାମ, ଗଜପତି, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଅନ୍ୟ ସ୍ଥାନ ତୁଳନାରେ ଥଣ୍ଡା କମ୍ ରହିବ। ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ସାହୁ ମଧ୍ୟ ସମାନ ଆକଳନ କରିଛନ୍ତି। ପଶ୍ଚିମା ବାୟୁ ପ୍ରଭାବରେ ଆଜିଠାରୁ ଶୀତ କ୍ରମଶଃ କମିପାରେ। 22ରୁ 24 ତାରିଖ ଯାଏଁ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଅଛି ବୋଲି ସେ କହିଛନ୍ତି। ତେବେ ଆସନ୍ତା 2ରୁ 3 ଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କୋରାପୁଟ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ଫୁଲବାଣୀ, ଅନୁଗୁଳ, କେନ୍ଦୁଝର ଓ ରାଉରକେଲାରେ ପାରଦ 9 ଡିଗ୍ରୀ ରହିବ। ଆଜି ବି ଏସବୁ ସ୍ଥାନ ପ୍ରବଳ ଶୀତରେ ଥରିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ। ଉପକୂଳ ଓଡ଼ିଶା ବି ଥରିବ। ତେବେ 21 ତାରିଖରୁ ରାତି ତାପମାତ୍ରା ବଢ଼ିବା ସହ ଶୀତ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଝାରସୁଗୁଡ଼ା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ।